ଓ ନାରାୟଣଂ ନମସ୍କୃତଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସ ତतो ଜୟମୁଦ୍ରାୟ ବେଦେ ରାମାୟଣେ ଚୈବ पुराणे भारते तथा आदौ चान्ते च मध्ये च हरिसर्वत्र गीयते नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनन्दनाख्यं श्रीराम जय राम जय जय राम जय रघुनन्दन जय घनश्याम श्रीराम जय राम जय जय राम जय रघुनन्दन जय घनश्याम भक्तवत्सल भगवान की जय मर्यादा पुरुष राम नारायण की जय लक्ष्मण भगवान की जय भरतलाल जी की जय शत्रुलाल जी की जय जनकनंदिनी सीता देवी की जय संकट मोचन हनुमान जी की जय संकट वासिनी माँ शारदा को जय यूट्यूब कर्मकर्ता मान को जय मोर प्रिय श्रोता बंधु मान को जय इंद्र देवता को जय जल देवता को जय सूर्य देवता को जय चंद्र देवता को जय अग्नि देवता को जय स्वर्गमर्त्य पाताल देवता को जय दश दिगपाल को जय मोर प्रिय श्रोता बंधु मान को जय मोर प्रिय श्रोता बंधु आपण मानक नमस्कार करी आरंभ करने जाऊँ ये धारावाहिक संपूर्ण रामायण कथा आपण मैंने धैर्य सहकार शुणवे वीडियो को दरखंडिया करके देखिए ना संपूर्ण न शुणिले पुण्यफल मिलना आउ दयाकोरी सबु श्रोता मधु मान को अनुरोध वीडियो को टिके सब्सक्राइब समस्त करुवे लाइक टे करुवे ये आपण मानक अनुष्ठान आम निमित्त मात्र आपण मैंने परवर्ती अध्याय शुणी रावण सैन्य सामंत सांगरे धरी महाक्षतिपुर पहुँची आपण मैंने आ गोटे आश्चर्य कथा शुणवे ये कथा अन्य रामायण पुस्तक नहांती आपण शुणिथिबे केवल मर्त्य रावणर 20टा हाथ आ देवता भितर कार्तिकेयंकर 12 हाथ आ मुंड रावण 10 मुंड सेमिति ब्रह्मांकर तो 1000 मुंड ब्रह्मा भी थिला। आज आपण माने शुणिबे मर्त्यपुर 1000 हाथ थिबा लोक विषय मिछ नुहे संपूर्ण सत वाल्मीकि रामायण को प्रमाण सहस्रार्जुन ताको ना रावण पृथ्वी भ्रमण तो करूला जाकि पहुँची माहिष्मतिपुर माहिष्मतिपुर राजा सहस्रार्जुन आप पूर्व शुणी त्रिपुर विजय रावण 3 पुरा जय किंतु आज आप रावण हारिबा विषय शुणवे जगह नुहे वर्तमान
2-3 ଅଧ୍ୟାୟ ପର୍ଯ୍ୟନ୍ତ ହାରିବା ଶୁଣିବେ। ଅଗସ୍ତ୍ୟ ଋଷି କହୁଛନ୍ତି ମର୍ଯ୍ୟାଦା ପୁରୁଷ ରାମ ଶୁଣୁଛନ୍ତି ଏଇସବୁ କଥା। ଅଗସ୍ତ୍ୟ ଋଷି କହିଲେ ରାବଣକୁ କି ଜିତିଲା ଭଳିଆ ନାହିଁ। ବିଭିନ୍ନ ସ୍ଥାନ ଜୟ କରିସାରି ମାଛମତପୁରରେ ପହଞ୍ଚିଲେ। ସ୍ୱର୍ଣ୍ଣମୟ ଲଙ୍କା ତ ଆପଣ ଶୁଣିଥିଲେ, କିନ୍ତୁ ଆଉ ଗୋଟେ ଦ୍ୱିତୀୟ ସ୍ୱର୍ଣ୍ଣମୟ ମାଛମତପୁର, ସେଠି ସବୁ ସୁନାରେ ତିଆରି। ଅମରାବତୀ ବି ତା ସାଙ୍ଗରେ ସରି ହେବନି, ସ୍ୱର୍ଗ ଭୁବନ ବି ସେ ରାଜ୍ୟ ସାଙ୍ଗରେ ସରି ହେବନି। ଭାରି ବଳବାନ ରାଜା। ଦୈନିକ ଯଜ୍ଞକୁଣ୍ଡରେ ଆହୁତି ଦିଆହେଉଛି। ଆଉ ସେ ଆହୁତିରେ ଶତ୍ରୁ ଯେମିତି ହାରିକି ଯିବେ ସେଇଭଳି ଆହୁତି ଦିଆହେଉଛି। ବହୁତ କନ୍ୟାମାନଙ୍କୁ ସାଙ୍ଗରେ ଧରି ସହସ୍ରାର୍ଜୁନ ରାଜା ନର୍ମଦାକୁ ଜଳକେଳି କରିବାକୁ ଯାଇଥିଲା। ସହସ୍ରାର୍ଜୁନ ନର୍ମଦା ନଦୀକି ଜଳ କ୍ରୀଡ଼ା କରିବାକୁ ଯାଇଛି। ସେହି ସମୟରେ ରାବଣ ଯାଇକି ପହଞ୍ଚି ତାର ରାଜପ୍ରାସାଦରେ। ରାବଣ ତ ବହୁତ ଅହଙ୍କାରୀ। ତାଙ୍କୁ ମନ୍ତ୍ରୀକୁ କହିଲା, ତୋ ରାଜା କେଉଁଠି ଅଛି? ମୁଁ ତା ସାଙ୍ଗରେ ଯୁଦ୍ଧ କରିବାକୁ ଆସିଛି। ମୁଁ ଲଙ୍କାପୁର ରାଜା, ମୋ ନାମ ରାବଣ। ଆଜି ତୁମ ରାଜା ସାଙ୍ଗରେ ଯୁଦ୍ଧ କରିବି। ଶୀଘ୍ର କହିଦିଅ, ଖବରଟା ଦେଇଦିଅ, ଆଉ ବିଳମ୍ବ କରନା। ମନ୍ତ୍ରୀ କହିଲେ ରାଜା ନାହାନ୍ତି, ଜଳ କ୍ରୀଡ଼ା କରିବାକୁ ନର୍ମଦା ନଦୀକି ଯାଇଛନ୍ତି। ରାବଣ କହିଲା, ଯଦି ନର୍ମଦା ନଦୀକି ଯାଇଛନ୍ତି ମୁଁ ଯାଏ। ଆଉ ରାବଣ ଗଲା। ବିନ୍ଧ୍ୟ ପର୍ବତ ପାଖରେ ତ ନର୍ମଦା ନଦୀ ବହିଯାଇଛି। ବିନ୍ଧ୍ୟ ପର୍ବତ ପାଖରେ ପହଞ୍ଚିଲା। ରାବଣ ଦେଖିକି ଆଶ୍ଚର୍ଯ୍ୟ, କହିଲା ଏ ବିନ୍ଧ୍ୟ ପର୍ବତ ଏ ତ ଆକାଶକୁ ନାଗିଛି। ଇଏ ଯେତିକି ବୃକ୍ଷଲତା ଅଛି କି ସୁନ୍ଦର ଦେଖାଯାଉଛି। କେତେ ଝରଣା, ବାଘ ସିଂହ ବହୁତ ବି ଅଛନ୍ତି, କ୍ରୀଡ଼ା ବି କରୁଛନ୍ତି। ସେଠି ଶୁଣିବାକୁ ପାଇଲା ସେଠିକି ଗନ୍ଧର୍ବ, ଚାରଣ, ଦେବଗଣ, ଅପ୍ସରାଙ୍କୁ ସାଙ୍ଗରେ ଆଣିକି ତାଙ୍କ ସହିତ ବିହାର କରନ୍ତି। ଏ କଥା ଋଷି କହୁଛନ୍ତି, ଅଗସ୍ତ୍ୟ ଋଷି ମର୍ଯ୍ୟାଦା ପୁରୁଷ ରାମ ଶୁଣୁଛନ୍ତି। ପୁରା ଝରଣାର ଜଳ ଝରଝର ଶବ୍ଦରେ ଭାରି ସୁନ୍ଦର ଶୁଭୁଛି। ଆଉ ଏମିତି ଫୁଲ ସେଠି ଅଛି, ବାସନାରେ ପୁରା ଚହଟି ଉଠୁଛି। ଦେହ ଯେମିତି ରୋମାଣ୍ଟିକ୍ କରିଦିଏ ସେମିତି ହେଉଛି।
ଜଳ ବି ଅତି ପରିଷ୍କାର ଜଳ। ହଂସ, କାରଣ୍ଡକ, ଜଳଚର ପକ୍ଷୀମାନେ ସେ ଜଳରେ ଖେଳୁଛନ୍ତି। ପଦ୍ମ ଫୁଲ ବି ବହୁତ ଫୁଟିଛି, କଡ଼େ କଡ଼େ ବାସନା ବହୁତ ହେଉଛି। ସେ ହଂସମାନେ ଯେଉଁ ଜଳ କିଳି କରୁଥିଲେ, ଯେମିତି ଦୁଷ୍ଟ ଲୋକମାନେ ସାଧୁଙ୍କୁ ଖୋଜନ୍ତି ଅନିଷ୍ଟ କରିବା ପାଇଁ, ସେମାନେ ସେରକମ ଆମର ହଂସମାନେ ଗେଣ୍ଡା ଶାମୁକା ଖୋଜୁଛନ୍ତି ଖାଇବେ ବୋଲି। ଆଉ ରାବଣ ଦେଖୁଛି ଆଖି ଆଗରେ ସିଂହ, ବାଘ୍ର, ହାତୀ, ଯେତିକି ବନଜୀବ ନଦୀରେ ଆସିକି ପାଣି ପିଉଛନ୍ତି ଆଉ ସ୍ନାନ ବି କରୁଛନ୍ତି। କପୋତ କପୋତୀ, ଶୁଆଶାରୀ ଏମାନେ ବି ସେ ବଣରେ ଅଛନ୍ତି। ରାବଣ ଦେଖିକି ଆଶ୍ଚର୍ଯ୍ୟ ହେଉଛି, ବହୁତ ଖୁସି ରାବଣ। କାହିଁ ଏମିତିଆ ନଦୀ, ରାବଣ କିନ୍ତୁ ଜାଣିପାରୁନି ଏ ନର୍ମଦା ନଦୀ ବୋଲି, ତା ମନରେ ଗଙ୍ଗା ନଦୀ। ରାବଣ ମନ ଶୁଣିକି ଆସିଲା, ଭୁଲି ଯାଇଛି। ପୁଷ୍ପକ ବିମାନରୁ ଓହ୍ଲାଇଲା, ସ୍ନାନ ସାରିଲା, ମନ୍ତ୍ରୀକି ସାଙ୍ଗରେ ଧରି କିଛି ବାଟ ଚାଲି ଚାଲିକି ଆସୁଛି। ବହୁତ ଋଷି ଆଶ୍ରମ ବି ସେଠି ଅଛନ୍ତି। ଏସବୁ ଦୃଶ୍ୟ ଦେଖି ରାବଣ ବହୁତ ପ୍ରଶଂସା କଲା। ଗଙ୍ଗା ନଦୀ ବୋଲି ଭାବିଛି। ପ୍ରହସ୍ତ ଆଦି ମନ୍ତ୍ରୀକି ଚାହିଁକି ରାବଣ କହିଲା, ଆଚ୍ଛା ମନ୍ତ୍ରୀମାନେ ଜାଣିପାରୁଛ ନା କିଛି? ମୂର୍ଖ ରାବଣ ହଉ, ପଣ୍ଡିତ ରାବଣ ହଉ, ରାଜା କହୁଛନ୍ତି। ଏମାନେ କହିଲେ, ସାର୍ କୁହନ୍ତୁ, ଦେଖନି ସୂର୍ଯ୍ୟ କିରଣ କେତେ, ସେତେବେଳେ ଖରାଦିନ ସମୟ, କେତେ ଟାଣ ଦେଖାଯାଉଛି। ମୁଁ ଏଠି ଅଛି ବୋଲି ପବନ ଭୟରେ, ଥଣ୍ଡା ପବନ, ବସନ୍ତ ପବନ ବହୁଛି। କି ସୁନ୍ଦର ଏ ନର୍ମଦା ନଦୀ ଦେଖାଯାଉଛି। ତୁମେ ମନ୍ତ୍ରୀମାନେ ବି ଆରାମରେ ସ୍ନାନ କର। ରାଜାଙ୍କ ଆଜ୍ଞା। ମନ୍ତ୍ରୀମାନେ ସ୍ନାନ କଲେ ରାଜାଙ୍କ ଆଜ୍ଞା ପାଇକି। କହିଲେ, ସ୍ନାନ ସାରିଲା ପରେ ରାବଣ କହିଲା, କିଛି ଫୁଲ ତୋଳି ଆଣ। ଫୁଲ ତୋଳିକି ଆଣିଲେ। ରାବଣ ଶୁକ୍ଳ ବସ୍ତ୍ର ପିନ୍ଧିକି କହିଲା, ଏଠି ଗୋଟେ ଲିଙ୍ଗ ମୂର୍ତ୍ତି ସ୍ଥାପନ କରିବା। କଲେ, କରିକି ଫୁଲ ଚନ୍ଦନ ଦେଇକି ବହୁ ଆଡ଼ମ୍ବରରେ ପୂଜା କଲେ। ବହୁତ ଦିନ ଦେବଦେବ ମହାଦେବଙ୍କୁ ତପସ୍ୟା କରିଛି ରାବଣ, ତେଣୁ ମହାଦେବଙ୍କ ପୂଜାବିଧି ସେ ଜାଣିଛି। ଆପଣ ଶ୍ରୋତାବନ୍ଧୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସେହି ସମୟରେ ସହସ୍ରାର୍ଜୁନ 1000 ହାତ 69 ଜାଗାରେ ସ୍ନାନ କରୁଥିଲେ। ହାତ ହାତ ଏଇରକମ ଛନ୍ଦି ଦେଇକି ନର୍ମଦା ନଦୀ, ରାବଣ ଯେଉଁଠି ପୂଜା କରୁଥିଲା ଏଠି ପୂଜା କରୁଛୁ। ତେଣେ ତଳପଟରେ ରାଜା ସହସ୍ରାର୍ଜୁନ ରାଜା ସ୍ନାନ କରୁଛନ୍ତି। ନାରୀଗଣମାନେ ଚାରିପିଟି ଘେରିଛନ୍ତି। ଏଇରକମ ହାତ ଦେଇ ଦେଇକି ଜଳକୁ ଅବରୋଧ କରିଦେଲା। ଏମିତି ଅବରୋଧ କଲା, ରାବଣର ପୂଜା ଅଧା ହେଇଛି। ଜଳ ସବୁ ଉପର ଆଡ଼କୁ ଆସିକି ସବୁ ଭସେଇ ନେଲା। ମତ୍ସ୍ୟ କୁମ୍ଭୀର ସବୁ ଭାସିଲେ। ଏମିତି 1000 ହାତ ହେଲାଣି, କମ୍ ହେଲାଣି ନା।
ଦେଖିବାକୁ ସେରକମ ବିରାଟ ବିରାଟ ପର୍ବତ ଭଳିଆ ଦେହ ସହସ୍ରାର୍ଜୁନର। ହାତ ସେରକମ କେତେ ମୋଟା ମୋଟା ହେଇଥିବ। ବିପରୀତ ଦିଗକୁ ପ୍ରଖର ସ୍ରୋତ ଚାଲିଛି। ରାବଣର ପୂଜା ଦ୍ରବ୍ୟ ସବୁ ଭାସିଗଲା। ରାବଣ ରାଗିଗଲା ବହୁତ। କହିଲା ମୋର ପୂଜାଟା ଶେଷ ହେଲାନି। ଅତି ରାଗି ଯାଇକି ସେ ନଦୀ କୂଳେ କୂଳେ ଗଲା। କିଛି ଆଉ ଦେଖିକି ପାଇଲାନି। ତାର ଯେଉଁ ଶୁକଚାରଣ ମନ୍ତ୍ରୀ ଥିଲେ କହିଲେ ଯାଆନି, ଆଉ କିଛି ବାଟ ଦେଖିକି ଆସିବ। କାହିଁକି ଏମିତି ହେଲା? ଅର୍ଦ୍ଧ ଯୋଜନ ପର୍ଯ୍ୟନ୍ତ ଗଲେ। ଦେଖିଲା ବେଳକୁ ମହାକାୟ ମହାବୀର୍ଯ୍ୟ ଏ ଦୁଇ ଜଣ ନର୍ମଦା ଜଳରେ ଜଳ କ୍ରୀଡ଼ା କରୁଛନ୍ତି। ତାଙ୍କ ସାଙ୍ଗରେ ବି କିଛି ଯୁବତୀ ଅଛନ୍ତି। ତାଙ୍କୁ ପାସ୍ କରିକି ଗଲା। ସେ ଯେଉଁ ତାଙ୍କ ମନ୍ତ୍ରୀ ଜଣେ ଦୁଇ ଜଣ ଗଲାବେଳକୁ ସହସ୍ରାର୍ଜୁନ ଯେମିତି ବନ୍ଧ ଦେଲା ଭଳିଆ ହାତ ସବୁ 1000 ହାତକୁ ବଢ଼େଇକି ନଦୀ ଜଳକୁ ଆବଦ୍ଧ କରିଛି। ନାରୀଗଣ ମାନେ ଚାରି ପାଖରେ ଠିଆ ହେଇଛନ୍ତି। ସେଠୁ ରାବଣ ମନ୍ତ୍ରୀକୁ ପଠାଇଥିଲା। ଦେଖିକି ଆସିକି କହିଲେ, ଯାହା ଯାହା ଦେଖିଥିଲେ ସବୁ କହିଲେ। ଏମିତି ସହସ୍ରାର୍ଜୁନ ହାତକୁ ହାତ ଛନ୍ଦିକି ଜଳକୁ ଅବରୋଧ କଲା ବୋଲି ତୁମ ଶିବଲିଙ୍ଗ ଆଉ ପୂଜା ଦ୍ରବ୍ୟ ସବୁ ଭାସିଗଲା। ରାବଣ ଆଉ ସମ୍ଭାଳି ପାରିଲାନି, ଚାଲିଲା। ସେହି ସମୟରେ ମେଘ ଘଡ଼ଘଡ଼ି ହେଲା, ବର୍ଷା ବହୁତ ହେଲା, କିନ୍ତୁ ରକ୍ତ ବର୍ଷା ହେଲା। ଇଏ ତ ରାବଣର ଯେଉଁ ନେଇଥିଲା ମନ୍ତ୍ରୀ ସହିତ ଯେତିକି ସାଙ୍ଗରେ ନେଇଥିଲା ଅସୁରଙ୍କୁ, ସେ ଅସ୍ତ୍ରଶସ୍ତ୍ର ଧରିକି ଯାଉଛନ୍ତି। ଦେଖାଗଲା ରାବଣ ଆଖିକି ଦୂରରୁ ଦେଖାଗଲା ସହସ୍ରାର୍ଜୁନ ନାରୀଗଣଙ୍କ ମଧ୍ୟରେ ଜଳ କ୍ରୀଡ଼ା କରୁଛି। ରାବଣ ଦେଖିକି ପ୍ରଶଂସା କଲା। ମଧ୍ୟରେ 1000 ହାତ, ଗୋଟେ ପର୍ବତ ଭଳିଆ ଦେହ, ଆଉ ସେ ହାତରେ ବନ୍ଧ ବାନ୍ଧିକି ହାତକୁ ହାତ ଛନ୍ଦିକି ଜଳକୁ ଅଟକେଇ ଦେଉଛି। ରାବଣର ଆହୁରି କ୍ରୋଧ ବଢ଼ିଗଲା। ତା ପୂର୍ବରୁ ଯେଉଁ ମନ୍ତ୍ରୀମାନେ ସ୍ନାନ କରୁଥିଲେ, କହିଲା ହେ ମନ୍ତ୍ରୀମାନେ ଯାଅ, ତୁମ ରାଜାଙ୍କ ଆଗରେ କୁହ ଲଙ୍କା ରାଜା ତଥାପି ରାବଣ ସୈନ୍ୟ ସାମନ୍ତ ଧରିକି ତୁମ ସାଙ୍ଗରେ ଯୁଦ୍ଧ କରିବାକୁ ଆସିଛି। ଯୁଦ୍ଧ କରିକି ତାଙ୍କୁ ସନ୍ତୁଷ୍ଟ କର। ଯଦି ନ ପାରିବ କର ଯୋଡ଼ିକି ବିନୟରେ କୁହ ମୁଁ ହାରିଲି ବୋଲି। ସହସ୍ରାର୍ଜୁନ ଯେମିତି ତାଙ୍କ ମନ୍ତ୍ରୀ ସେମିତି କହିଲେ, ତମକୁ କ'ଣ ଦେଖାହେଉନି କି ଆମ ରାଜା ଜଳ କ୍ରୀଡ଼ା କରୁଛନ୍ତି?
ସେଠି ନାରୀଗଣମାନେ ଅଛନ୍ତି। ଆଉ ତାପରେ ରାଜା ଆଜି ମଦ୍ୟପାନ କରୁଛନ୍ତି, ପୁରା ଉନ୍ମାଦ। ଏଇଟା କ'ଣ ଯୁଦ୍ଧ ବେଳ? ଯଦି ତୁମର ଆମ ରାଜାଙ୍କ ସହିତ ଯୁଦ୍ଧ କରିବାର ଅଛି, ଆଜି ରାତିକ ଏଠି ଯଦି ରହିବ, କାଲି ପ୍ରଭାତରୁ ଉଠିକି ଯୁଦ୍ଧ କରିବ, ତାହେଲେ ଆମ ରାଜା ତୁମ ସାଙ୍ଗରେ ଯୁଦ୍ଧ କରିବେ। ତୁମ ଭଳିଆ ତ 100ଟା ରାବଣ ହେଲେ ତଥାପି ଆମ ରାଜାଙ୍କ ସାଙ୍ଗରେ ଯୁଦ୍ଧ କରିପାରିବନି। ଆଜି ଦିନକ ସମ୍ଭାଳିକି ରୁହ। ଯଦି ତୁମର ଧୈର୍ଯ୍ୟ ନାହିଁ, ତୁମ ମନ ଯଦି ଚଞ୍ଚଳ ହେଉଛି, ଆଜି ତୁମ ପାଖରେ ତୁମର ବଳ ଅଛି, ଆମ ସାଙ୍ଗରେ ଯୁଦ୍ଧ କର। ରାବଣ ସାଙ୍ଗେ ସାଙ୍ଗେ ଆଦେଶ ଦେଇଦେଲା, କହିଲା ରେ ଯୁଦ୍ଧ ଆରମ୍ଭ କର। ପ୍ରସ୍ତ ମନ୍ତ୍ରୀ ଆଉ ଯେତିକି ମନ୍ତ୍ରୀ ଥିଲେ ସୈନ୍ୟ ସହସ୍ରାର୍ଜୁନ ମନ୍ତ୍ରୀଙ୍କ ସାଙ୍ଗରେ ଯୁଦ୍ଧ କଲେ। ମୁସଳ, ଗଦା, ଶକ୍ତି, ଶୂଳ, ପ୍ରାସ, ଜୋରସୋର ଯୁଦ୍ଧ ଚାଲିଛି। ଏତେ ସର ମାରିଲେ ରାବଣ ଆଉ ତାର ମନ୍ତ୍ରୀ ଆଙ୍କୁ ସବୁ ସରରେ ପୋତି ପକାଇଲେ। ଇଏ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ଧରିଥିଲେ ଆଉ ଧରିପାରିଲେନି। ତଥାପି ଧୈର୍ଯ୍ୟ ଧରିକି ବେଳେବେଳେ ଯୁଦ୍ଧ କରୁଥାନ୍ତି। ଜୋରସୋର ଯୁଦ୍ଧ ଚାଲିଛି। କିଛି ରାକ୍ଷସ ସୈନ୍ୟ ପଳେଇ ଆସୁଥାନ୍ତି। ବେଳେବେଳେ ଇଏ ତାଙ୍କୁ ହରେଇ ଦେଉଥାନ୍ତି। ସିଆଙ୍କୁ ଏକ ପ୍ରକାର ବଳ ସମାନ। ସେ 2 ଜଣ, ଇଏ କମ୍ ସୈନ୍ୟ ହେଲେ ନା, ଯୁଦ୍ଧ ଛାଡ଼ିକି ଯାଇକି ସହସ୍ରାର୍ଜୁନ ରାଜାଙ୍କୁ ତାଙ୍କ ମନ୍ତ୍ରୀ 2 ଜଣ କହିଲେ। ସବୁ ମୂଳରୁ ଶେଷ ପର୍ଯ୍ୟନ୍ତ କହିଲେ। ଜଳ କ୍ରୀଡ଼ା ଛାଡ଼ିକି ସହସ୍ରାର୍ଜୁନ ରାଜା ଜଳ କ୍ରୀଡ଼ା ଛାଡ଼ି ଦେଇକି କହିଲା, ତୁମେ ଡର ନା, ଚାଲ। ଜଣେ ମନ୍ତ୍ରୀକି ସେଠି ଜଗେଇଲା ନାରୀମାନଙ୍କ ପାଖରେ। ଆଉ ଗଲା ସିଂହନାଦ କରିକି, ସେ ସିଂହନାଦ କଲା ଭଳିଆ ହେଇଛି। ତାର ସ୍ୱାସ୍ଥ୍ୟ ସେରକମ ଅଛି, ପର୍ବତ ଭଳିଆ ଦେହ, ଯମ ଭଳିଆ ଦେଖାହେଉଛି ରୂପ। 1000 ହାତରେ 1000 ଅସ୍ତ୍ର ଧରିଲା। ଚାଲିଛି। ପ୍ରହସ୍ତ ମନ୍ତ୍ରୀ ବାଟରେ ଓଗାଳିଲା ସହସ୍ରାର୍ଜୁନକୁ। ଗୋଟିଏ ପାହାରରେ ଉପରକୁ ଉଠିକି ତଳକୁ ପଡ଼ିଲା। ସହସ୍ରାର୍ଜୁନ ଆଉ ଡରିବାର ନାହିଁ। ଗଦାରେ ପିଟିକି ସବୁ ଆଙ୍କ ଅସୁରକୁ କିଛି ମାରିଦେଇ ସାରିଲେଣି। ସବୁ ହାଣି ପକେଇଲା। କିଛି ତାଙ୍କର ଆଉ ଚେତା ନାହିଁ, ଅଚେତ କରି ପକେଇଲା। ଯୁଦ୍ଧ ଛାଡ଼ିକି ସବୁ ପଳେଇଲେ ରାକ୍ଷସମାନେ। ରାବଣ ସେଠୁ ଯୁଦ୍ଧ କଲା। ବହୁତ ସମୟ ଯୁଦ୍ଧ କଲା। ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରହାର କଲେ। ଇଏ ବାଣ ମାରୁଛି, ସେ ଅଙ୍ଗ ପାତି ଦେଉଛନ୍ତି। ଏମିତି ବଳୁଆ ରାବଣ ବି କମ୍ ବଳୁଆ ନୁହେଁ। ଯେମିତି ପର୍ବତ ଫାଟିଯିବ ଶବ୍ଦ ହେଉଛି। ଏଭଳି ଯୁଦ୍ଧ ଚାଲିଛି।
କିନ୍ତୁ ବଳ ସମାନ, କେହି କାହାକୁ ଜିଣି ପାରୁନାହାନ୍ତି। ସହସ୍ରାର୍ଜୁନ ଜାଣିଗଲା ରାବଣ ବ୍ରହ୍ମାଙ୍କ ବଳରେ ବଳିଆର, ସହଜରେ ମରିବନି। ତଥାପି ଗଦାରେ ଏମିତି ଗୋଟେ ଛାତିକି ପାହାଡ଼ ଦେଲେ ଗଦା ଦ୍ୱିଖଣ୍ଡ ହେଇଗଲା। କିନ୍ତୁ ସେ ଗଦା ପ୍ରହାରରେ ଗଦା ସିନା ଦ୍ୱିଖଣ୍ଡ ହେଲା, ଏତେ ଜୋର ରାବଣକୁ ବାଜିଲା, ତାର ସବୁ ଆଉ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଗଲା। ଯେମିତି ବଡ଼ ଗଛ କାଟିଦେଲେ ରଡ଼ ରଡ଼ ଶବ୍ଦ କରିକି ପଡ଼େ, ରାବଣ ବିରାଟ ଉଚ୍ଚା, ବିରାଟ ମୋଟା, ସେଇଭଳିଆ କଚାଡ଼ିକି ପଡ଼ିଲା। ସହସ୍ରାର୍ଜୁନ ଗୋଟେ ଡିଆଁ, ଯେମିତି ଗାୟକମାନେ ଡେଇଁକି ନାଚିକି ଗୀତ ଗାଆନ୍ତି, ଗଲା। 1000 ହାତ, ଯେମିତି ମାଛ ଛୋଟ ମାଛକୁ ବଗ ଯେମିତି ଧରେ, ସେମିତି ମାଛକୁ ଧଇଲା ଭଳିଆ 1000 ହାତରେ ଯେମିତି କୃଷ୍ଣ ବଳିରାଜାକୁ ବାନ୍ଧିଥିଲେ, ସେଇଭଳି ରାବଣ 20ଟା ହାତକୁ ଛନ୍ଦି ଦେଲା। ଏଇରକମ ଛନ୍ଦି ଦେଇକି ଯେମିତି ମା ଛୋଟ ଛୁଆକୁ କାଖରେ ଜାକିକି ନିଏ, ସେଇ ରକମ ତାକୁ ନେଇକି ରଥରେ ରଖିଲା। ସହସ୍ରାର୍ଜୁନ ରଥରେ ବାନ୍ଧି ଦେଇଛି, ହାତକୁ ହାତ ବାନ୍ଧି ଦେଇଛି। ଦେବଗଣ ମାନେ ସାଧୁ ସାଧୁ କହିକି ପୁଷ୍ପ ବୃଷ୍ଟି କଲେ ସହସ୍ରାର୍ଜୁନ ଉପରେ। ଯାଉଛି ସହସ୍ରାର୍ଜୁନ ଯାଉଛି। ପ୍ରହସ୍ତ, ସାରଣ, ମାରିଚ, ଏମାନେ ସବୁ ରାଗରେ ତମତମ ହେଉଛନ୍ତି, କିନ୍ତୁ ଅସ୍ତ୍ରଶସ୍ତ୍ର ଧରିକି ପଛରେ ଗୋଡ଼ୁଛନ୍ତି, ଆଉ ମାରୁନାହାନ୍ତି, ଆଉ ସାହସ ନାହିଁ। ଆମକୁ ମାରିଦେବ କି? ଖାଲି ଡାକୁଛନ୍ତି ମିଛୁଟାରେ, ରହ ରହରେ ମାନବ, କୁଆଡ଼େ ଯିବୁ, ଖାଲି ମିଛୁଟାରେ। ଖାଲି ଫକାରୁଥାନ୍ତି, ଯେମିତି ସହସ୍ରାର୍ଜୁନ ଟିକେ ବାଜିବନି, ଖାଲି ମିଛୁଟାରେ ଖପାରୁଥାନ୍ତି। ରାବଣ ଯେଉଁଠି ମୂର୍ଚ୍ଛାଗତ ହେଲାଣି, ତାର ଚେତା ନାହିଁ, ଧାଡ଼ ଧାଡ଼ ହେଇକି ରକ୍ତ ବହୁଛି। ଯିଏ ସହସ୍ରାର୍ଜୁନ ହାତରେ ଯେଉଁ ବାଣ ମାରନ୍ତି ବାଜେ, ତାକୁ ଧରିକି ଅସୁରଙ୍କୁ ପାଲଟା ଅସ୍ତ୍ର ପ୍ରୟୋଗ କରେ। ଏମାନେ କିଏ ମରିଯାଆନ୍ତି ତ କିଏ ତାର ଦରମରା ହୁଅନ୍ତି। ଆଉ ଗଲେନି। ସହସ୍ରାର୍ଜୁନ ମନ୍ତ୍ରୀକି ସାଙ୍ଗରେ ଧରି, ରାବଣ ତ ବନ୍ଧା ହେଇକି ପଡ଼ିଛି। ସହସ୍ରାର୍ଜୁନର ଯେଉଁ ପ୍ରଜାମାନେ ଦେଖିକି ଆନନ୍ଦ ହେଲେ, ତାଙ୍କର ପୁରୋହିତ ଯିଏ ଥିଲେ ଗନ୍ଧ ପୁଷ୍ପ ଚନ୍ଦନ ଦେଲେ ଖୁସିରେ। ଯାହା ହଉ ଗୋଟେ ଲଙ୍କାର ରାବଣକୁ ବାନ୍ଧିକି ଆଣିଛନ୍ତି। ରାବଣର ଟିକେ ଚେତା ଫେରିଲା। ସାଙ୍ଗେ ସାଙ୍ଗେ ସହସ୍ରାର୍ଜୁନ ନେଇକି ତାର ରାଜାଙ୍କର ବନ୍ଦୀଘର ଥାଏ, ବନ୍ଦୀଘର ନେଇକି ପୁରେଇ ଦେଲା। ବ୍ୟାକୁଳ ହେଉଛି ରାବଣ, ମନ ଦୁଃଖରେ ଥାଏ। ମହାବଳିଆର ସହସ୍ରାର୍ଜୁନ, ଦେବଗଣ ମାନେ କଥାବାର୍ତ୍ତା ହେଲେ। ଆଜି ରାବଣ ହାବୁଡ଼ରେ ପଡ଼ିଛି,
ମାରିଦେଇଥାନ୍ତା କି ସହସ୍ରାର୍ଜୁନ। ଆମର ଯେଉଁ ରାବଣ ପାଖରେ ଯେଉଁ ଡ୍ୟୁଟି କରୁଥିଲେ ଆଉ କରନ୍ତାନି। କଥାବାର୍ତ୍ତା ହୁଁ ପୁଲସ୍ତ ମହର୍ଷି ରାବଣର ଜେଜ। ପୁଲସ୍ତ ଋଷି ସେ ତ ସ୍ୱର୍ଗକୁ ଯାଇଥିଲେ, ମହାଧର୍ମବନ୍ତ। ଆଉ ଋଷି ଶୁଣିଲେ ଦେବତାଙ୍କ ପାଖରୁ ରାବଣକୁ ସହସ୍ରାର୍ଜୁନ ବାନ୍ଧିକି ତା ବନ୍ଦୀ ଘରେ ରଖିଛି। ଋଷି ଆଶ୍ଚର୍ଯ୍ୟ ହେଲେ, କହିଲେ ରାବଣ ତ୍ରିପୁର ବିଜୟୀ, ତାକୁ ସହସ୍ରାର୍ଜୁନ ବାନ୍ଧିକି ରଖିଛି। ଯାହା ହେଲେ ବି ଭୁଲ କରୁ ଠିକ୍ କରୁ, ତଥାପି ନାତିଟା ଜଣୁ ତା ମନ ଆଉ ସ୍ଥିର ହେଲାନି। ସେ ବି ମନ ଜାନ ମହାତପସ୍ୱୀ, ପବନ ବେଗରେ ଆସିକି ମାହିଷ୍ମତିପୁରରେ ଯାଇକି ସିଂହଦ୍ୱାରରେ ପହଞ୍ଚିଲେ। ଅପୂର୍ବ ମୂର୍ତ୍ତି, ଅପୂର୍ବ ତେଜ। ଦ୍ୱାରିକି ଅନେଇ କହିଲେ, ଯାଅ ଟିକେ ରାଜାଙ୍କୁ ଖବର ଦିଅ ମୁଁ ଆସିଛି ବୋଲି। ଦ୍ୱାରପାଳମାନେ ଗଲେ, ରାଜାଙ୍କ ଆଗରେ କହିଲେ ଦୁଆରେ ଆମ ଜଣେ ତପଚାରୀ ଦେବଋଷି ଭଳିଆ ଦେଖାହେଉଛନ୍ତି। ମାର୍ତ୍ତଣ୍ଡ ଯେମିତି ସୂର୍ଯ୍ୟଙ୍କ ଭଳିଆ ତେଜ ତାଙ୍କର, ଆଉ ଭାରି ଧୀର ସ୍ଥିର, ମର୍ତ୍ତ୍ୟର ଲୋକ ଭଳି ଜଣାପଡ଼ୁନାହାନ୍ତି। ଏଇଭଳିଆ ବର୍ଣ୍ଣନା କରିବାରେ ପୁଲସ୍ତ୍ୟ ଋଷି ବୋଲି ସହସ୍ରାର୍ଜୁନ ଜାଣିଲେ। ପୁରୋହିତ ବ୍ରାହ୍ମଣକୁ ପୂଜା ଥାଳି ଧରିକି ଆସିକି ପୁଲସ୍ତ୍ୟ ଋଷିଙ୍କ ପାଖରେ ପହଞ୍ଚିଲେ। ପଡ଼ିଗଲେ ପାଦ ତଳେ, ପୁଲସ୍ତ୍ୟ ଋଷିଙ୍କ ପାଦ ତଳେ ସହସ୍ରାର୍ଜୁନ ପାଦ ଅର୍ଘ୍ୟ ଦେଇକି ଯଥାବିଧି ବିଧାନରେ ପୂଜା କଲେ। କହିଲେ, ହେ ମୁନିବର, ମୋ ପୁରା ଆଜି ତୁମ୍ଭ ପାଇଁ ପବିତ୍ର ହୋଇଗଲା। ମୋ ପୂର୍ବ ଭାଗ୍ୟ ବଳୁ ତୁମ ଦର୍ଶନ ମୁଁ ଲାଭ କଲି। ଯାହା ହଉ ମୁଁ ଅଯାଚିତ ହିସାବରେ ପାଇଲି। ଆଜି ଏ ମାହିଷ୍ମତିପୁର ସ୍ୱର୍ଗପୁରରୁ ଅଧିକ ଭଳି ମୋତେ ଲାଗୁଛି। ଇନ୍ଦ୍ର ସମ୍ପଦ ଠାରୁ ମୋ ସମ୍ପଦ ଆହୁରି ଅଧିକା ଲାଗୁଛି। ଯେତେ ଯଜ୍ଞ ଦାନ କର୍ମ କରିଥିଲି ତାଠାରୁ ଅଧିକା ମୁଁ ମନେ କରୁଛି। କୃତାର୍ଥ ହୋଇଗଲି। ହେ ମୁନିବର, ଯାହା ହଉ ଆପଣଙ୍କ ଆଶୀର୍ବାଦରୁ ପ୍ରଜାଙ୍କ ସହ ବହୁତ କୁଶଳରେ ମୁଁ ଅଛି। ଯାହା ଏଠି ଅଛି, ମୋ ରାଜ୍ୟ, ଧନ, ପ୍ରଜା, ସମ୍ପଦ, ଇଏ ଆଜି ତୁମ୍ଭରି। ଯେଉଁ କାର୍ଯ୍ୟ କରିବାକୁ ଆପଣଙ୍କ ଆଜ୍ଞା ହେବ, ଅବିଳମ୍ବେ ଆନନ୍ଦିତ ଚିତ୍ତରେ ମୁଁ ସେ କାର୍ଯ୍ୟ କରିବି। ଆଉ ସହସ୍ରାର୍ଜୁନ ରାଜା କହୁଛନ୍ତି। ଏଭଳି କଥା ପୁଲସ୍ତ୍ୟ ଋଷି ଶୁଣିକି କହିଲେ, ହେ ରାଜା, ପୁତ୍ର ଦ୍ୱାରା ପ୍ରଜା ଏସବୁ କୁଶଳରେ ଅଛନ୍ତି ତ? ଅମାତ୍ୟମାନେ ତୁମ ଆଜ୍ଞା ପାଳିଛନ୍ତି ତ? ଯାହା ହଉ ଆଜି ତୁମେ ଯାହା ରାବଣକୁ ବନ୍ଧନ କରିକି ଆଣିଲ, ଏଭଳି ଆଉ ମର୍ତ୍ତ୍ୟମଣ୍ଡଳରେ ତୁମ ଭଳି ବଳବନ୍ତ କେହି ନାହାନ୍ତି। ଏ ମୟୀମଣ୍ଡଳରେ କେହି ମୋ ଆଖିକି ଦେଖାଯାଉନାହାନ୍ତି। ଯେଉଁ ରାବଣ ନାଁ ଶୁଣିଲେ ଦେବତାମାନେ କ'ଣ, ମାନବ ମାନେ କ'ଣ,
ରାକ୍ଷସମାନେ କ'ଣ ଭୟରେ ଥରହର ହୁଅନ୍ତି। ତାକୁ ଯାହା ଆଜି ତୁମେ ଜିତିଗଲ ତାକୁ ବାନ୍ଧିକି ଆଣିକି ଯେଉଁ ବନ୍ଦୀ ଘରେ ରଖିଛ, ଏଭଳି ଯଶ ଆଉ କେହି ଅର୍ଜନ କରିନଥିଲେ। ଆଜିଠାରୁ ତୁମେ ତ୍ରିପୁର ବିଜୟୀ ହେଲ। ଅଦ୍ୱିତୀୟ ବୀରପଣରେ ଖ୍ୟାତ ଅର୍ଜନ କଲ। ହେ ରାଜା, ମୁଁ ଏବେ କହୁଛି ମୋ ନାତି ରାବଣକୁ ତା ସହିତ ଆଉ କ୍ରୋଧ ନ କରି ତାକୁ ବନ୍ଧନ ମୁକ୍ତ କର। ମନ୍ତ୍ରୀକି ସାଙ୍ଗରେ ଧରିକି ସେ ତା ରାଜ୍ୟକୁ ଯାଉ। ପୁଲସ୍ତ୍ୟ ଋଷିଙ୍କ କଥା ଶୁଣି ସହସ୍ରାର୍ଜୁନ ବନ୍ଧନରୁ ରାବଣକୁ ମୁକ୍ତି କଲା। ପୁଲସ୍ତ୍ୟଙ୍କ ଋଷିଙ୍କୁ ନେଇକି ସମର୍ପଣ ରାବଣକୁ କଲେ। ତାପରେ ପୁଲସ୍ତ୍ୟ ଋଷି କହିଲେ, ରାଜା ଗୋଟେ କଥା କହି ମାନିବ ନା? ଅର୍ଜୁନ କହିଲେ, ମାନିବି କ'ଣ, ଆଜ୍ଞା ଦିଅନ୍ତୁ, ଯାହା କହିବେ ତାହା କରିବି। କହିଲା, ଅଗ୍ନି ସାକ୍ଷୀ ରଖି ତୁମେ ଦୁହେଁ ଆଜି ମିତ୍ର ହୁଅ। ରାବଣ ଆଉ ସହସ୍ରାର୍ଜୁନ ସମ୍ମତ କଲେ। ପ୍ରଭୁ ଭଳି ଜଣେ ଆଦେଶ ଦେଉଛନ୍ତି, ସମ୍ମତ କଲେ। ଅଗ୍ନି ଜାଳିକି ଯେଉଁ ମିତ୍ର ହେଲେ। ରାବଣ ବହୁତ ଲଜ୍ଜିତ ହେଲା। ରାବଣ ଇଚ୍ଛା ନହେଲେ ସୁଦ୍ଧା ଯେତେବେଳେ ଜେଜେ ଅଛନ୍ତି ସହସ୍ରାର୍ଜୁନକୁ ଆଲିଙ୍ଗନ କଲା। ତାପରେ ମେଲାଣି ମାଗିକି ନିଜ ପୂର୍ବକୁ ଗଲା। ସହସ୍ରାର୍ଜୁନ ନିଜ ରାଜ୍ୟରେ ଆନନ୍ଦ ରହିଲା। ଏ ଦୁହିଁକୁ ମିତ୍ର କରେଇକି ପୁଲସ୍ତ୍ୟ ମହର୍ଷି ସ୍ୱର୍ଗ ଭୁବନକୁ ଗଲେ। ତାପରେ ଅଗସ୍ତ୍ୟ ଋଷି ମର୍ଯ୍ୟାଦା ପୁରୁଷ ରାମଙ୍କୁ କହୁଛନ୍ତି, ଏଭଳିଆ ବଳବନ୍ତ ମନୁଷ୍ୟ ଲୋକରେ ସେଇ ଏକା ସହସ୍ରାର୍ଜୁନ। ଆଉ ଜଣେ ଅଛି ମଣିଷ ହିସାବରେ। ଆଉ ଜଣେ ଯିଏ ଅଛନ୍ତି ପ୍ରିୟ ଶ୍ରୋତା ବନ୍ଧୁ, ଆଗାମୀ ଅଧ୍ୟାୟରେ ଆପଣମାନେ ଶୁଣିବେ। ପୁଣି କାଳେ ଭିଡ଼ିଓ ବଡ଼ ହେଇଯିବ। ଯାହା ହଉ ଦିନେ ଦିନେ ତ ଶ୍ରୋତା ବନ୍ଧୁ କମ୍ ଦେଖୁଛନ୍ତି। ଆମର ବାଜା ନାହିଁ, କିଛି ନାହିଁ, ସାଜସଜ୍ଜା ନାହିଁ, କେବଳ ବିଷୟବସ୍ତୁ କେବଳ ଅଛି। ଆପଣମାନଙ୍କ ଇଚ୍ଛା, ଆପଣମାନଙ୍କ ଦୟା। ଏଣୁ ସେଇ ରାମନାରାୟଣ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମହା ଆନନ୍ଦ ରଖନ୍ତୁ। ତାଙ୍କ ପରିବାର, ପିଲାମାନେ ସମସ୍ତଙ୍କୁ ଆନନ୍ଦ ରଖନ୍ତୁ। ଏ ବିଶ୍ୱରେ ଯେତେ ଗୁରୁଜନ ମୋର ଅଛନ୍ତି ସମସ୍ତଙ୍କୁ କୋଟି କୋଟି ପ୍ରଣାମ କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ କୋଟି କୋଟି ପ୍ରଣାମ କରି, ଅଗ୍ନି ଜଳ ସୂର୍ଯ୍ୟଚନ୍ଦ୍ର ଦେବତାଙ୍କୁ ନମସ୍କାର କରି, ସ୍ୱର୍ଗମର୍ତ୍ତ୍ୟ ପାତାଳଙ୍କୁ ନମସ୍କାର କରି, ଦଶଦିଗପାଳଙ୍କୁ ନମସ୍କାର କରି, 33 କୋଟି ଦେବତାଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, କୋଟି କୋଟି ଦଣ୍ଡବତ କରି, ଶେଷରେ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲୋଟା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।